ମୁଁ ତ ପୁରା ଏନଗେଜ୍ ହେଇଥିଲି ଫିଲ୍ମ ସାରା। ପ୍ରଥମ ମୋର କ୍ୟୁରିଓସିଟି ହେଇଥିଲା ଫିଲ୍ମକୁ ନେଇକି, ଯେତେବେଳେ ବହୁତ ଫେଷ୍ଟିଭାଲ୍ସରେ ଏଇଟା ଆୱାର୍ଡେଡ୍ ହେଇଥିଲା ତ ମନରେ ଗୋଟେ ଥିଲା କି କ'ଣ ଅଛି ଫିଲ୍ମରେ ଯେଉଁଥିପାଇଁ ଏତେ ବଡ଼ ବଡ଼ ଫେଷ୍ଟିଭାଲ୍ସରେ ଆଦୃତ ହେଉଛି ଫିଲ୍ମଟି। ତ ଦେଖିଲା ପରେ ଜାଣିପାରିଲି କି ଷ୍ଟୋରି ଟେଲିଂ ବହୁତ ହି ୟୁନିକ୍ ଥିଲା, ବହୁତ ସୁନ୍ଦର ଭାବରେ ନାରେଟ୍ କରାଯାଇଛି ଷ୍ଟୋରିଟିକୁ। ପରଫର୍ମାନ୍ସ ସମସ୍ତଙ୍କର ବହୁତ ଭଲ ଥିଲା। ଆଣ୍ଡ ମୋତେ ସବୁଠୁ ବଢ଼ିଆ ଲାଗିଲା ଗୋଟେ ନାରୀର ପ୍ରେଜେଣ୍ଟେସନ୍ ଏଥିରେ, ଆମର ଯେଉଁଟା ଓଡ଼ିଶାରେ ଜେନେରାଲି ଆମେ ତ ଗୋଟେ କନଭେନସନାଲ ୱେରେ ପ୍ରେଜେଣ୍ଟ କରି ଆସୁଛୁ ନାରୀମାନଙ୍କୁ, ନାରୀ ଚରିତ୍ରକୁ। ତ ଏଥିରେ ଗୋଟେ ୟୁନିକ୍ ୱେରେ ପ୍ରେଜେଣ୍ଟ କରାଯାଇଥିଲା, ଅନକନଭେନସନାଲ ୱେରେ, ଯେଉଁଟା ମୋତେ ବହୁତ ବଢ଼ିଆ ଲାଗିଲା କି ଗୋଟେ ନାରୀଟେ ବି ଚାରି କାନ୍ଧରୁ ଗୋଟେ କାନ୍ଧ ଦେଇପାରେ ସେ, ଆଉ ସେ ଗୋଟେ ବୃଦ୍ଧଙ୍କର ପରସେପସନ୍ ଚେଞ୍ଜ କରିପାରେ। ଆଜିକା ବ୍ୟସ୍ତବହୁଳ ଜୀବନରେ ଆପଣ ଦେଖୁଥିବେ ସମସ୍ତେ ପ୍ରାୟ ସବୁ ଫ୍ୟାମିଲିଜରେ ବଡ଼ମାନଙ୍କର ସେଇଟା ଗୋଟେ କନସର୍ନ ହେଇଗଲାଣି, ଯେହେତୁ ଏକା ରହୁଛନ୍ତି ପ୍ରାୟ, ୟା ତ ସ୍ୱାମୀ ସ୍ତ୍ରୀ ରହୁଛନ୍ତି ବା ଖାଲି ସ୍ତ୍ରୀ ରହୁଛନ୍ତି ବା ଖାଲି ପୁରୁଷ ଯେଉଁମାନେ ତାଙ୍କର ଯାହାର ପିଲାମାନେ ବାହାରେ ରହୁଛନ୍ତି, ତାଙ୍କର ଗୋଟେ କନସର୍ନ ହେଇଗଲାଣି ଆମେ ଚାଲିଗଲା ପରେ ହଠାତ୍ ଆମକୁ କିଏ ଆସିକି ନେଇକି ଯିବ ଆମର ଦାହା, ମାନେ ଯେଉଁ ଶରୀର ଦାହା କିଏ କରିବ, କ'ଣ କରିବ, ଏଇଟା କେଉଁଠି ନା କେଉଁଠି ସେ ପ୍ରଶ୍ନଟା ତାଙ୍କୁ ଘାରୁଛି। ତ ତାକୁ ନେଇ ଫିଲ୍ମର କନସେପ୍ଟଟା ଅଛି। ଆଉ ମାନେ ଆମ ଦୈନିକ ଜୀବନରେ ଏସବୁ ଜିନିଷ ଘଟୁଛି, କିନ୍ତୁ ଆକୁ ଗୋଟେ ଷ୍ଟୋରି ମାଧ୍ୟମରେ ପ୍ରେଜେଣ୍ଟ କରିବା ବହୁତ ବଢ଼ିଆ ଜିନିଷ। ତ ମୁଁ ପ୍ରଡ୍ୟୁସର ଆଉ ଡିରେକ୍ଟର ଯିଏ ଅଛନ୍ତି ଅତୀଶ ସାର୍ ଆଉ ବିଶ୍ୱନାଥ ଦତ୍ତ ଦୁଇ ଜଣଙ୍କୁ କଂଗ୍ରାଚୁଲେଟ୍ କରିବି। ଆଣ୍ଡ ପରଫର୍ମାନ୍ସ ସମସ୍ତଙ୍କର ପ୍ରାୟ ଭଲ ହିଁ ଅଛି। ସିନିୟର ଆକ୍ଟର୍ସ ମାନେ ଅଛନ୍ତି, ଶକ୍ତି ବରାଳ ସାର୍, ସୁଶୀଲ ସାର୍, ପ୍ରଭଞ୍ଜନ ମାଇନା, ଶତାବ୍ଦୀ ସୁରେଶ ନେତା, ଗୌରବ, ସମସ୍ତେ ବଢ଼ିଆ ପରଫର୍ମ କରିଛନ୍ତି, ତ ଭଲ ଲାଗିଲା।